Hello friends, I Avnidas welcome you all back to my YouTube channel Das Academic Hub. Friends, today we will discuss rest of the question answers for the chapter A Letter to God. Our next question is, what was Lencho's feeling with the hell stopped? ଯେତେବେଳେ କୁଆପଥର ବର୍ଷା ମାଡ଼ ବନ୍ଦ ହୋଇଗଲା ସେତେବେଳେ ଲେଞ୍ଚର ଅନୁଭବ କ'ଣ ଥିଲା? After hell stopped, Lencho's soul was filled with sadness. ଯେତେବେଳେ କୁଆପଥର ବର୍ଷା ବନ୍ଦ ହୋଇଗଲା ଲେଞ୍ଚର ମନଟା ବହୁତ ଦୁଃଖ ହୋଇଯାଇଥିଲା. କାହିଁକି ଦୁଃଖ ହୋଇଯାଇଥିଲା? କାରଣ ନା ତାର ସେଇ ଯୋଉ ମକା ହେଇଥିବା ଚାଷ ଜମି ନଷ୍ଟ ହୋଇଯାଇଥିଲା. He was worried about the lack of food at home. ସେ ବହୁତ ବ୍ୟସ୍ତ ହେଇଗଲା. କହିଲା କ'ଣ ମୋର ତ ଚାଷ ବର୍ବାଦ ହେଇଗଲା, ମୁଁ ଏ ବର୍ଷକୁ କେମିତି ଚଳିବି? ପରିବାରଙ୍କୁ ତାର ଯୋଉ ସ୍ତ୍ରୀ ପିଲାକୁ ସେ କ'ଣ ଖୁଆଇବ? He thought that he and his family will live in hungry for a year. ସେ ଭାବିଲା ଯେ ଏଇ ବର୍ଷଟା ଆମର ପରିବାର ପୁରା ସମସ୍ତେ ଭୁକା ରହିଯିବେ. Next question. Are there people like Lencho in the real world? What kind of person he is as you think of? Provide statements to support your answer. In the real world, it is almost impossible to find people like Lencho. ସତରେ ବାସ୍ତବିକ ଦୁନିଆରେ ଲେଞ୍ଚ ଭଳିଆ ମଣିଷ ପାଇବା ଅସମ୍ଭବ. According to me, he is a greedy, stupid and selfish man. ମୋ କହିବା ହିସାବରେ ମୋ ହିସାବରେ ସେ ଜଣେ ମାନେ ଲାଲଚି ଲାଲଚ ବେଶୀ ଥିଲା ଆଉ ବୋକା ଟାଇପର ଲୋକ ଥିଲା ଏବଂ ସ୍ୱାର୍ଥୀ ଥିଲା. But at the same time he is a blind believer of God. କିନ୍ତୁ ସେ ଜଣେ ଭଗବାନଙ୍କର ପ୍ରଗାଢ଼ ବିଶ୍ୱାସ କରୁଥିବା ଲୋକ ଥିଲା. He does not think about who has sent the money. ସେ କେବେ ଭାବିଲା ନାହିଁ ଯେ ତା ପାଖକୁ ସେ ଯୋଉ ଟଙ୍କାଟା କିଏ ପଠେଇଛି. Why was Lencho so sad? ଲେଞ୍ଚ କାହିଁକି ଏତେ ଦୁଃଖୀ ଥିଲା? A very strong wind started along with the rain. ବହୁତ ଜୋରରେ ପବନ ସହିତ ବର୍ଷା ହେବାକୁ ଆରମ୍ଭ ହେଲା. Suddenly a large hailstones began to fall. ତା ସହିତ ହଠାତ୍ କି ଯୋଉ କୁଆପଥର ବର୍ଷା ହେବାକୁ ଆରମ୍ଭ କଲା. These hailstones looked exactly like new silver coins. ଏଇ ଯୋଉ କୁଆପଥର ବର୍ଷା ସତେ ଯେମିତି ସିଲଭର କଏନ ଭଳିଆ ଦେଖାଯାଉଥିଲା. Lencho hoped the hailstorm to pass quickly. ଲେଞ୍ଚ କ'ଣ ଭାବିଲା ଏଇ ଯୋଉ କୁଆପଥର ବର୍ଷାଟା ଏଇଟା ଶୀଘ୍ର ବନ୍ଦ ହେଇଯିବ. For an hour the hail rained on the house, the garden, the hillside, the cornfield, on the whole valley. କିନ୍ତୁ ଏଇ ଯୋଉ କୁଆପଥର ବର୍ଷାଟା ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ହେଲା ଯୋଉଟା କି ଏଣ୍ଟାୟାର ଭ୍ୟାଲିରେ ହେଲା. କୋଉ କୋଉ ଜାଗାରେ? ଗାର୍ଡେନରେ, ହିଲ ସାଇଡରେ, ସେ ଯୋଉ ମକା ହେଇଥିବା ଚାଷ ଜମିରେ ସବୁ ଜାଗାରେ ଏଇ କୁଆପଥର ବର୍ଷା ହେଲା. The cornfield was white as if covered with salt. Not a leaf remained on the trees. ସେ ଯୋଉ ମକା ହେଇଥିବା ଚାଷ ଜମି ସତେ ଯେମିତି ସଲ୍ଟରେ ପୁରା କଭର ହେଲା ଭଳିଆ ଦେଖାଯାଉଥିଲା. Not a leaf remained on the trees. ସେଇ ଯୋଉ ମକା ଗଛରେ ଗୋଟିଏ ବି ପତ୍ର ନଥିଲା. The corn along with the flowers was totally destroyed. ସେଇ ଯୋଉ ମକା ହେଇଥିବା ଚାଷ ଜମି ପୁରା ନଷ୍ଟ ହେଇଯାଇଥିଲା. So Lencho felt very sad of it. ଲେଞ୍ଚ ବହୁତ ତା ମନଟା ବହୁତ ଦୁଃଖ ହେଇଗଲା କାହିଁକି ନା ତାର ମକା ଜମି ପୁରା ନଷ୍ଟ ହେଇଯାଇଥିଲା. What was Lencho's only hope? ଲେଞ୍ଚର ଗୋଟିଏ ମାତ୍ର କ'ଣ ଭରସା ଥିଲା? Lencho's cornfield with flowers was totally destroyed. ଲେଞ୍ଚର ସେଇ ଯୋଉ ମକା ସହିତ ଫୁଲ ହେଇଥିବା ଚାଷ ଜମି ପୁରା ନଷ୍ଟ ହେଇଯାଇଥିଲା. Yet he did not give up hope. ବର୍ତ୍ତମାନ ସୁଦ୍ଧା ବି ସେ କେବେ ଆଶା ଛାଡ଼ି ନଥିଲା. He knows no one dies in hunger. ସେ ଜାଣିଛି କେହି କେବେ ଭୋକରେ ମରେ ନାହିଁ. He had only one hope, that is God. ତାହାର ଗୋଟିଏ ମାତ୍ର ହିଁ ଭରସା ଥିଲା, ସେ ହେଉଛନ୍ତି ଭଗବାନ. Whom did Lencho address in his first letter and what did he request in it? ଲେଞ୍ଚ ଯୋଉ ପ୍ରଥମ ଚିଠି ଲେଖିଥିଲା ସେଥିରେ କାହାର ଆଡ୍ରେସ ଥିଲା ଏବଂ ସେଇ ଚିଠିରେ ସେ କ'ଣ ରିକ୍ୱେଷ୍ଟ କରିଥିଲା?
Lencho had addressed to God in his letter. He wrote the letter to God. ଲେଞ୍ଚ ସେ ଭଗବାନଙ୍କ ପାଖକୁ ଚିଠି ଲେଖିଥିଲା ଏବଂ ଯୋଉ ଏଡ୍ରେସ ଜାଗାରେ ଟୁ ଗଡ୍ ଲେଖିଥିଲା ମାନେ ଭଗବାନଙ୍କର ଏଡ୍ରେସ ଦେଇଥିଲା. He described how his family and he will go hungry if he does not help him. ସେ ସେଇ ଚିଠିରେ କଣ ଡେସ୍କ୍ରାଇବ କରିଥିଲା ଯେ ଭଗବାନ ତମେ ଯଦି ସାହାଯ୍ୟ ନ କର ତେବେ ମୁଁ ଆଉ ମୋର ଯୋଉ ପରିବାରର ଲୋକ ସମସ୍ତେ ଭୋକିଲା ରହିଯିବେ. He demanded for 100 pesos in order to sow his field again and to live until the crop comes. ସେ ସେଇ ଚିଠିରେ 100 peso ଭଗବାନଙ୍କ ପାଖରେ ଡିମାଣ୍ଡ କରିଥିଲା. ସେ କହିଲା ଏଇ 100 pesos ପାଇଲେ ସେ ଯୋଉ ତାର ଜମିରେ ପୁଣି ଥରେ ଚାଷ କରିବ ଏବଂ ଯେତେ ପର୍ଯ୍ୟନ୍ତ ସେଇ କ୍ରପ ଫସଲ ନ ହେଇଛି ସେତେ ପର୍ଯ୍ୟନ୍ତ ଚଳିବା ପାଇଁ ତାକୁ 100 pesos ଦରକାର. He went to town in troubled mind. ସେ ସହରକୁ ଗଲା ବହୁତ ତା ମନ ଭିତରେ ବହୁତ ଅଶାନ୍ତି ଥିଲା. At the post office he placed a stamp on the letter and dropped it into the mailbox. ସେ ଯୋଉ ପୋଷ୍ଟ ଅଫିସ ରେ ସେ ଯୋଉ ଲେଟର ଉପରେ ଗୋଟେ ଷ୍ଟାମ୍ପ ଲଗେଇଲା ଏବଂ ଷ୍ଟାମ୍ପ ଲଗେଇ ସେଇଟା ଯୋଉ ମେଲ ବକ୍ସ ରେ ଡ୍ରପ୍ କରିଦେଲା ପକେଇଦେଲା. How was Lencho's problem addressed? ଲେଞ୍ଚର ଯୋଉ ପ୍ରୋବ୍ଲେମ କେମିତି ସଲ୍ଭ ହେଇଥିଲା. A postman taking the letter of Lencho went to his boss laughing heartily and showed him the letter to God. ଏ ଯୋଉ ପୋଷ୍ଟ ଅଫିସ ରେ ପୋଷ୍ଟମ୍ୟାନ ସେ ଲେଟରଟା ଲେଞ୍ଚର ଯୋଉ ଲେଟର ଭଗବାନଙ୍କ ପାଖକୁ ଲେଖିଥିଲା ସେ ତାର ବସ୍ ପାଖକୁ ନେଇଗଲା. ବସ୍ ମାନେ ଯୋଉ ପୋଷ୍ଟମାଷ୍ଟର ତା ପାଖକୁ ନେଇଗଲା. ଲାଫିଂ ହାର୍ଟଲି ବହୁତ ଜୋରରେ ହସି ହସି ସେ ନେଇ ସେ ଚିଠିଟା ପୋଷ୍ଟମାଷ୍ଟରକୁ ଦେଖେଇଲା. Never in his career as a postman had he known that address. ସେ କହିଲା ମୋର ଯୋଉ ପୋଷ୍ଟମ୍ୟାନ କ୍ୟାରିୟର ଲାଇଫରେ ମୁଁ ଏଇ ଆଡ୍ରେସ କେବେ ଦେଖି ନାହିଁ. The postmaster was a fat and friendly person. ସେଇ ଯୋଉ ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର ସେ ଟିକେ ମୋଟା ଆଉ ଫ୍ରେଣ୍ଡଲି ନେଚରରେ ଲୋକ ଥିଲେ. He started laughing. ସେ ବି ହସିବା ଆରମ୍ଭ କରିଦେଲେ. But immediately he turned serious. କିନ୍ତୁ ହଠାତ୍ କି ସେ ସିରିୟସ୍ ଦେଖାଗଲେ. Keeping the letter on his desk, he praised the faith of Lencho. ସେଇ ଯୋଉ ଲେଞ୍ଚ ଦେଇଥିବା ଚିଠିଟି ଡେସ୍କ ଉପରେ ରଖି ଲେଞ୍ଚର ଯୋଉ ଭଗବାନଙ୍କ ଉପରେ ବିଶ୍ୱାସ ଅଛି ସେଇଟା ସେ ପ୍ରଶଂସା କଲେ. What did the postmaster do not to shake Lencho's faith in God? ପୋଷ୍ଟମାଷ୍ଟର ଏମିତି କଣ କାମ କଲା ଯୋଉଥିରେ କି ଲେଞ୍ଚର ଭଗବାନଙ୍କ ଉପରୁ ବିଶ୍ୱାସ ହଟି ନ ଯାଉ. The postmaster did not want to break Lencho's faith in God. ପୋଷ୍ଟମାଷ୍ଟର କେବେ ବି ଚାହିଁଲା ନାହିଁ କି ଯୋଉ ଲେଞ୍ଚର ଭଗବାନଙ୍କ ଉପରେ ବିଶ୍ୱାସ ଅଛି ସେଇଟା ହଟି ଯାଉ କି ଭାଙ୍ଗି ଯାଉ. So he came up with an idea to answer the letter. ସେ କଣ ଭାବିଲେ ତାର ଯେମିତି ବିଶ୍ୱାସ ଭଗବାନଙ୍କ ଉପରୁ ହଟି ନ ଯାଉ ସେଇଥିପାଇଁ ସେ ଭାବିଲେ ଏଇ ଯୋଉ ଚିଠିର ରିପ୍ଲାଏ ଦେବା ପାଇଁ. When he read the letter, he immediately promised to send some money to the man. ଯେତେବେଳେ ସେ ପୋଷ୍ଟମାଷ୍ଟର ସେ ଚିଠିଟା ପଢିଲେ ସେ ହଠାତ୍ କି କଣ ଭାବିଲେ ନାଇଁ ସେ ଲୋକ ପାଖକୁ କିଛି ଟଙ୍କା ପଠେଇବା ପାଇଁ ପଡିବ. He was stick to his words. ସେ ତାଙ୍କ କଥାରେ ଅଟଳ ଥିଲେ. He asked for money from his employees. ସେ ତାଙ୍କର ଯୋଉ ଏମ୍ପ୍ଲୟିଜ୍ ଥିଲେ ସେମାନଙ୍କୁ କିଛି କିଛି ଟଙ୍କା ଦେବା ପାଇଁ କହିଲେ. He himself gave a part of his salary. ସେ ନିଜେ ତାଙ୍କ ସାଲାରୀରୁ କିଛି ଅଂଶଟା ଦେଲେ. Postmaster's friends also gave some money for an act of charity. ଏଇ ଯୋଉ ପୋଷ୍ଟମାଷ୍ଟରର ସାଙ୍ଗମାନେ ବନ୍ଧୁମାନେ ମଧ୍ୟ କିଛି କିଛି ପଇସା ଦେଲେ. ଯୋଉ ଅନ୍ୟକୁ ସାହାଯ୍ୟ କରିବା ନାଁରେ କିଛି କିଛି ଟଙ୍କା ଦାନ କଲେ. What did the postmaster read on opening Lencho's second letter? Postmaster ଲେଞ୍ଚର ସେକେଣ୍ଡ ଲେଟର ଖୋଲି ସେ କଣ ପଢିଲେ? Or what did Lencho write in his second letter? ଲେଞ୍ଚ ତାର ସେକେଣ୍ଡ ଲେଟରରେ ସେ କଣ ଲେଖିଥିଲା? Lencho became angry when he counted the money. ଲେଞ୍ଚ ବହୁତ ଜୋରେ ରାଗିଲା ଯେତେବେଳେ ସେ ଟଙ୍କାଟା ଗଣିଲା. So he went up
to the window to ask for paper and ink. तेणु से हठात करी कौन कला से जो पोस्ट ऑफिस रे झरका पाखु गला कहला मते पेपर दियो आउ इंक दियो काहे मागिला से पुनी थरो ओटे चिठी लिखियो बोली पेपर आउ इंक मागिला. When he finished writing the letter he affixed a stamp to the envelope. चिठी लिखि साला परे से जो एनवेलप उपरे गोटे स्टाम्प लगैला. The moment the letter fell into the mailbox the postmaster went to open it. जेतेबेले लेंचो से लेटरटा मेल बॉक्स रे ड्रॉप कर देला पोस्टमास्टर तुरंत चली गले से जो लेटरटा खोली देखिया पाई. In this letter लेंचो had requested God to send the next 30 pesos as he needed it. से जो लेटर रे कौन लिखिथिला लेंचो जे मोर जो 30 pesos बाकी अछि माने 70 मिलिथिला आउ जो 30 pesos बाकी अछि सेटा शीघ्र पठेया पाई. Further, he requested not to send the money through the mail. से कौन कहला ए जो मेल थ्रो रे आओ मो पाखकू टंका पठेबो नाही. Because the post office employees are dishonest people. से कौन कहला ए जो पोस्ट ऑफिस जो लोक माने काम करचंती से माने होचंती जणे करप्ट लोक. Why does the postmaster send money to Lencho? Why does he sign the letter God? जो पोस्टमास्टर लेंचो पाखकू काहे की टंका पठैले एवं भगवान को नारे काहे की साइन कले. The postmaster knew that the Lenchos had complete faith in God. पोस्टमास्टर कौन भाबिला जे ए जो लेंचोर भगवान को ऊपरे प्रगाढ़ विश्वास अछि. So he decided to send money to Lencho. सेति पई पोस्टमास्टर भाबिले नाइ ए लेंचो पाखकू किछि टंका पठेया पई पड़िबो. Also the postmaster did not want to break Lencho's faith in God. पोस्टमास्टर केबे चाहिले नाही जे लेंचोर जो भगवान के ऊपर प्रगाढ़ विश्वास अछि सेटा भांगी जाऊ. So he signed the letter God. सेति पई से जो चिठी रे भगवान को पाखरु चिठी आछि बोली साइन कले. It was a good plan to convey a message that God had himself written the letter. एटा सबठु बढ़िया रास्ता थिला बढ़िया उपाय थिला जो लेंचो को जणैया पई जे ए जो चिठीटा आछि एटा भगवान को पाखरु आछि. Please press and subscribe my channel and press the bell icon.